ଜୀବନ ବଞ୍ଚିବାର କଳା ଏଠି ସମସ୍ତଙ୍କୁ ଜଣାଥାଏ। ଫରକ ଏତିକି, କାହାର ସ୍ୱପ୍ନ ଭାଙ୍ଗିଥାଏ ତ ଆଉ କାହାର ଆଶା ଅଧୁରା ରହିଥାଏ। କିଛି ନୂଆ ପାଇବା ଆଶାରେ ସେମାନଙ୍କୁ ହରେଇ ଦିଅନ୍ତୁ ନାହିଁ, ଯେଉଁମାନେ ଆରମ୍ଭରୁ ଆପଣଙ୍କର ଭରସା। ଯଦି କାହାକୁ ନିଜର କରିପାରିବେ ନାହିଁ, ତେବେ ତାକୁ ନିଜର କରିବାକୁ କଥା ଦିଅନ୍ତୁ ନାହିଁ। ଯେବେ ଭରସା ଭାଙ୍ଗିଯାଏ, ନିରୀହ ଲୋକଟି ବହୁତ କଷ୍ଟ ପାଏ। ଗୋଟିଏ ଭଲ କଥା ଶୁଣନ୍ତୁ, କିଛି ସମ୍ପର୍କ ଏମିତି ଥାଏ ଯାହାକି ମିଳିବାର ଆଶା ନଥାଏ, ତଥାପି ସମ୍ପର୍କ ରଖିବାକୁ ପଡ଼ିଥାଏ। କାହିଁକି ନା ତା ସହିତ ବିତି ଯାଇଥିବା ଦିନଗୁଡ଼ିକ କେବେ ଭୁଲି ହୁଏ ନାହିଁ। ଜୀବନରେ ଚାଲୁଥିବା ଖରାପ ସମୟର ଗୋଟିଏ ଭଲ ଗୁଣ ହେଉଛି, ଏହା ଦୁଃଖ ସିନା ଦିଏ, କିନ୍ତୁ ଏହା ଦ୍ୱାରା କିଛି ଲୋକଙ୍କର ପ୍ରକୃତ ଚେହେରା ଜଣାପଡ଼ିଯାଏ। ଜୀବନ ଜୀଇବାର କଳା। ଏକଥା ସତ ଯେ ପ୍ରତ୍ୟେକ ମଣିଷଙ୍କ ଜୀବନରେ ଏକାଧିକ ବାର ଏମିତି ସମୟ ଆସେ ଯେତେବେଳେ ସେ ଅସହାୟ ଅନୁଭବ କରେ। ଏହି ଅସହାୟତା ହିଁ ବେଳେବେଳେ ମଣିଷକୁ ନିରାଶା ଭିତରକୁ ଠେଲି ଦେଇ ନିରୁତ୍ସାହିତ କରି ପକାଏ, ଯାହା ଫଳରେ ସେ ନିଜ ଉପରୁ ବିଶ୍ୱାସ ହରାଇ ବସେ। ଆଉ ନିଜ ଉପରୁ ଭରସା ହରାଇଥିବା ମଣିଷର ସବୁ ସ୍ୱପ୍ନ ଭାଙ୍ଗି ଯାଇଥିବା ଭାବି ଏତେ ବ୍ୟତିବ୍ୟସ୍ତ ହୋଇପଡ଼େ ଯେ ଜୀବନ ତାକୁ ବୋଝ ଭଳି ଲାଗେ। ଆଉ ଏଭଳି ବ୍ୟକ୍ତିର ମାନସିକତାକୁ କେତେବେଳେ କେଉଁ ଆଡ଼କୁ ନେଇଯାଏ ତାହା କହି ହୁଏ ନାହିଁ। ତେଣୁ ବିପଦ ହେଉ କି ଆପଦ, ଜୀବନର ପ୍ରତିଟି ମୋଡ଼ରେ ସକାରାତ୍ମକ ଚିନ୍ତା ରଖିବା ହିଁ ବ୍ୟକ୍ତିର ଚେତନାକୁ ଊର୍ଦ୍ଧ୍ୱଗାମୀ କରି ଜୀବନକୁ ସରସ ଓ ସୁନ୍ଦର କରିବାରେ ସହାୟକ ହୁଏ। ଜୀବନରେ ଆମେ ଏମିତି ଅନେକ ବ୍ୟକ୍ତିଙ୍କୁ ଦେଖୁଛୁ, ଯେଉଁମାନେ ଗରିବୀର କଷାଘାତରେ ଏତେ ଦୟନୀୟ ଜୀବନଯାପନ କରୁଥାନ୍ତି ଯେ ଏ ଜୀବନରେ ସେମାନେ ଆଗକୁ ବଢ଼ିବା ସମ୍ଭବ ନୁହେଁ ଭାବି ଅନେକେ ସେମାନଙ୍କ ଉପରେ ଭାବ ପ୍ରକଟ କରିବାରେ ପଛାଇ ନଥାନ୍ତି। କିନ୍ତୁ ସମୟକ୍ରମେ ସେମାନଙ୍କ ନିରୀହତା ଭିତରେ ଏମିତି ପରିବର୍ତ୍ତନ ଆସେ। ଜୀବନକୁ ବଦଳେଇବାକୁ ହେଲେ ଯଦି ଆପଣ ସତ୍ୟ ଓ ନ୍ୟାୟ ବାଟରେ ଚାଲୁଛନ୍ତି, ତାହେଲେ ଲୋକେ କ'ଣ କହିବେ ସେ ବିଷୟରେ ଚିନ୍ତା କରିବା ଆବଶ୍ୟକ ନାହିଁ। ସାଧାରଣ ବା ଛୋଟ ଛୋଟ କଥାରେ ରାଗିବା ବନ୍ଦ କରନ୍ତୁ। ଆଳସ୍ୟ ମନୋଭାବ ରଖନ୍ତୁ ନାହିଁ, କର୍ମଠ ହୁଅନ୍ତୁ। ନକାରାତ୍ମକ ଚିନ୍ତାଧାରାଠାରୁ ଦୂରରେ ରୁହନ୍ତୁ। ସମସ୍ତ କାର୍ଯ୍ୟକୁ ଗମ୍ଭୀରତାର ସହ କରନ୍ତୁ। ଆଜିର କାମକୁ କାଲି ପର୍ଯ୍ୟନ୍ତ ରଖନ୍ତୁ ନାହିଁ। 7 କିମ୍ବା 8 ଘଣ୍ଟାରୁ ଅଧିକ ଶୁଅନ୍ତୁ ନାହିଁ। ଅନ୍ୟର ଧନ ସମ୍ପତ୍ତିରେ ଲୋଭ ରଖନ୍ତୁ ନାହିଁ। ଅନାବଶ୍ୟକ କାର୍ଯ୍ୟରେ ସମୟ ବିତାଇବା ବନ୍ଦ କରନ୍ତୁ। ଏହି ଦୁନିଆରେ କେହି କାହାର ନୁହେଁ। ଆପଣ ଜଣକୁ ପାଗଳ ପରି ଭଲ ପାଉଥିଲେ, ସେ ପାଗଳୀ ଆଉ କାହା ପ୍ରେମରେ ବହୁତ ବ୍ୟସ୍ତ ଥିବ। ପ୍ରତ୍ୟେକ ଦିନ ପ୍ରଥମ ଦିନ। ନିଜ ଲକ୍ଷ୍ୟ ପାଇଁ ପୂର୍ଣ୍ଣ ଉତ୍ସାହର ସହ ଦିନରାତି ଚେଷ୍ଟା ଓ ଚିନ୍ତା କରୁଥିବା ବ୍ୟକ୍ତିଙ୍କୁ ହିଁ ସଫଳତା ମିଳିଥାଏ। ଜୟ ଶ୍ରୀ ଜଗନ୍ନାଥ।